ବସ୍ତା ଅଞ୍ଚଳରେ ରାମନବମୀ ପର୍ବ ବଡ଼ ଧୁମ୍ଧାମ୍ରେ ପାଳିତ ହୋଇଯାଇଛି। ହନୁମାନ ମନ୍ଦିର ପୂଜାର୍ଚ୍ଚନା କରି ଏକ ବିଶାଳ ବାଇକ୍ ଶୋଭାଯାତ୍ରା ବାହାରି ନଟାକଟା ଇନ୍ଦିରା ଛକ ବରୁଣଗଡ଼ିଆ ପରିକ୍ରମା କରି ନଟାକଟା ପଞ୍ଚାୟତର ହଦମଉଦ ସ୍ଥିତ ହନୁମାନ ମନ୍ଦିର ନିକଟରେ ପହଞ୍ଚି ପୂଜାର୍ଚ୍ଚନା କରିବା ସହିତ ପ୍ରସାଦ ସେବନ କରିଥିଲେ। ଏହି ବାଇକ୍ ଶୋଭାଯାତ୍ରାକୁ ଅମରଦାରାଡ଼ ଶ୍ରୀରାମ ସେନାର ସପନ କୁମାର ଚଣ୍ଡ, ମେଘନାଦ ରାଉତ ପତାକା ପରିଚାଳନା କରିଥିଲେ। ଏହି ବାଇକ୍ ଶୋଭାଯାତ୍ରାରେ 100ରୁ ଉର୍ଦ୍ଧ୍ୱ ବାଇକ୍ ସାମିଲ ହୋଇଥିଲା। ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ପୋଲିସ ମୁତୟନ ହୋଇଥିଲା। ସେହିପରି ବସ୍ତା ବ୍ଲକ ଅଞ୍ଚଳ ଶ୍ରୀରାମ ସେନା ପକ୍ଷରୁ ଶୋଭାଯାତ୍ରା କରାଯାଇଥିଲା। ଏହି ଶୋଭାଯାତ୍ରାରେ ବସ୍ତା ଅମରଦାର ଅଞ୍ଚଳ ସମ୍ପୂର୍ଣ୍ଣ ଭାବେ ରାମମୟ ପରିବେଶରେ ମୁଗ୍ଧ ହୋଇଯାଇଥିବା ବେଳେ ଭକ୍ତମାନଙ୍କର ଭିଡ଼ ଦେଖିବାକୁ ମିଳିଥିଲା। ସମଗ୍ର ବସ୍ତା ବ୍ଲକ ଅଞ୍ଚଳ ଭକ୍ତିମୟ ଉତ୍ସାହମୟ ପରିବେଶ ଭରିଯାଇଥିବା ଦେଖିବାକୁ ମିଳିଛି। ବସ୍ତାରୁ ଶିରୀଷ ମହାନ୍ତିଙ୍କ ରିପୋର୍ଟ, जनता एक्सप्रेस। हेलो दोस्तों, मेरे चैनल को लाइक सब्सक्राइब जरूर करना और जनता एक्सप्रेस देखना ना भूले।